ବାଇ ଚଢ଼େଇ ଓ ପିମ୍ପୁଡ଼ି କଥା। ଗୋଟିଏ ସୁନ୍ଦର ଜଙ୍ଗଲ ଧାରରେ ଗୋଟିଏ ଛୋଟ ଗାଁ ଥିଲା। ସେହି ଗାଁ ପାଖରେ ଗୋଟିଏ ବଡ଼ ନଈ ବହୁଥିଲା। ଆଉ ତାହାର କୂଳରେ ଥିଲା ଏକ ବଡ଼ ବରଗଛ। ସେଇ ବରଗଛ ଡାଳରେ ଗୋଟିଏ ବାଇ ଚଢ଼େଇ ତାର ସୁନ୍ଦର ଘର ବନାଇ ରହୁଥିଲା। ବହୁତ ଦିନ ଧରି ସେ ପରିଶ୍ରମ କରି କାଠି, ଶୁଖିଲା ଘାସ ଓ ପତ୍ର ଆଣି ତାର ଘରକୁ ମଜବୁତ କରିଥିଲା। ତାର ଦୁଇଟି ଛୋଟ ଛୁଆ ଥିଲେ। ସେମାନେ ଉଡ଼ିବା ଶିଖୁଥିଲେ। ସେହି ବରଗଛ ତଳେ ମାଟି ଭିତରେ ଗୋଟିଏ ପିମ୍ପୁଡ଼ି ମାମୁଁ ରହୁଥିଲେ। ସେ ବହୁତ ପରିଶ୍ରମୀ ଥିଲେ। ଖରା ଦିନେ ସେ ଦିନ ରାତି କଷ୍ଟ କରି ଧାନ, ଖୁଦ, ଶୁଖିଲା ଖାଦ୍ୟ ଆଣି ସଞ୍ଚୟ କରୁଥିଲେ, ଯାହାକି ବର୍ଷା ଦିନରେ ତାଙ୍କୁ କଷ୍ଟ ନ ହେଉ। ଏଭଳି ଦିନ କଟୁଥିଲା। ଗୋଟେ ଦିନ ଆସିଲା ବର୍ଷା ଋତୁ। ପ୍ରଥମେ ହାଲୁକା ବର୍ଷା, ପରେ ଭୟଙ୍କର ବର୍ଷା। ଦିନ ପରେ ଦିନ ଲଗାଣ ବର୍ଷା ହେଲା। ଆକାଶ ସବୁବେଳେ କଳା ମେଘରେ ଢାଙ୍କି ରହିଲା। ଚାରିଆଡ଼େ ପାଣି ଭରିଗଲା। ଗାଁର ଲୋକମାନେ ଘରୁ ବାହାରି ପାରୁନଥିଲେ। ବାଇ ଚଢ଼େଇ ତାର ଘର ଭିତରେ ଛୁଆମାନଙ୍କ ସହିତ ବସିଥିଲା। ବର୍ଷା ହେଉଥିବାରୁ ସେ ଖାଦ୍ୟ ଆଣିବାକୁ ବାହାରି ପାରୁନଥିଲା। ଦୁଇଟି ଛୋଟ ପିଲା ଭୋକରେ କାନ୍ଦିବା ଆରମ୍ଭ କଲେ। ମା, ଆମକୁ ଖାଇବା ଦିଅ, ଆମେ ଭୋକରେ ମରିଯାଉଛୁ। ସେମାନେ କାନ୍ଦି କାନ୍ଦି କହିଲେ। ମା ଚଢ଼େଇ ସେମାନଙ୍କୁ ବୁଝାଇଲା, ପିଲାମାନେ, ଟିକେ ଧୈର୍ଯ୍ୟ ଧର। ବର୍ଷା ଥମିଲେ ମୁଁ ଖାଦ୍ୟ ଆଣିଦେବି। କିନ୍ତୁ ଛୁଆମାନେ କିଛି ବୁଝିପାରୁ ନଥିଲେ। ସେମାନେ ଭୋକରେ ଅସହ୍ୟ ହୋଇପଡ଼ିଲେ। ଶେଷରେ ମା ଚଢ଼େଇ ଭାବିଲା, ତଳେ ପିମ୍ପୁଡ଼ି ମାମୁଁ ରହୁଛନ୍ତି। ସେ ବହୁତ ଖାଦ୍ୟ ସଞ୍ଚୟ କରିଥିବେ। ସେଠାକୁ ଯାଇ ଟିକେ ଖାଦ୍ୟ ମାଗିବି। ସେ ତଳକୁ ଉଡ଼ି ପିମ୍ପୁଡ଼ି ମାମୁଁଙ୍କ ଘର ଆଗରେ ପହଞ୍ଚିଲା ଓ କହିଲା, ପିମ୍ପୁଡ଼ି ମାମୁଁ, ଦୟାକରି ମୋତେ ଟିକିଏ ଖାଦ୍ୟ ଦିଅ। ମୋ ପିଲାମାନେ ଭୋକରେ ବିକଳ ହୋଇଯାଉଛନ୍ତି। ପିମ୍ପୁଡ଼ି ମାମୁଁ ମୁହଁ ବଙ୍କା କରି କହିଲେ, ମୁଁ କଷ୍ଟ କରି ଏହି ଖାଦ୍ୟ ସଞ୍ଚୟ କରିଛି। ତୁମେ ଖରାଦିନେ କାମ କରିନଥିଲ, ଏବେ ଆସି ମାଗୁଛ? ମୁଁ ତୁମକୁ କିଛି ଦେଇପାରିବି ନାହିଁ। ଯା, ଅନ୍ୟଠାରେ ଦେଖ। ବାଇ ଚଢ଼େଇ ଦୁଃଖିତ ହେଲା, କିନ୍ତୁ ସେ ହାର ମାନିଲା ନାହିଁ। ସେ ବର୍ଷାରେ ଭିଜି ଭିଜି ଜଙ୍ଗଲକୁ ଉଡ଼ିଗଲା। ବହୁତ କଷ୍ଟରେ ଦୁଇଟି ପୋକ ଧରି ଆଣିଲା ଓ ପିଲାମାନଙ୍କୁ ଖାଇବାକୁ ଦେଲା।
ଏଭଳି କେତେ ଦିନ କଟିଗଲା। ଶେଷରେ ବର୍ଷା ହ୍ରାସ ପାଇଲା। ଏକ ଦିନ ବାଇ ଚଢ଼େଇ ନଈକୂଳର ବରଗଛରେ ଡାଳରେ ବସିଥିଲା। ନଈରେ ଜୋରରେ ପାଣି ବହୁଥିଲା। ହଠାତ୍ ସେ ଦେଖିଲା ପାଣିରେ କିଛି ଭାସୁଛି। ଭଲ କରି ଦେଖିଲା ପରେ ଜାଣିଲା ସେହି ପିମ୍ପୁଡ଼ି ମାମୁଁ। ପାଣିରେ ଭାସି ଭାସି ସେ ବୁଡ଼ିଯିବାକୁ ଥିଲେ। ବାଇ ଚଢ଼େଇ ଭାବିଲା, ଯଦି ମୁଁ ଏବେ ସାହାଯ୍ୟ ନ କରେ ସେ ମରିଯିବେ। ସେ ସତରେ ଏକ ବଡ଼ ପତ୍ର ଧରି ପାଣି ଉପରେ ଛାଡ଼ିଦେଲା ଓ କହିଲା, ପିମ୍ପୁଡ଼ି ଭାଇ, ଏହି ପତ୍ର ଉପରେ ଚଢ଼ିଯାଅ। ପିମ୍ପୁଡ଼ି ତୁରନ୍ତ ପତ୍ର ଉପରେ ଚଢ଼ିଗଲା। ପାଣି ସହିତ ପତ୍ରଟି ଭାସି ଭାସି କୂଳକୁ ଆସିଲା ଓ ସେଠାରେ ସେ ନିରାପଦ ହେଲା। ପିମ୍ପୁଡ଼ି ମାମୁଁ ବହୁତ ଲଜ୍ଜିତ ହେଲା। ସେ ମୁଣ୍ଡ ନୁଆଁଇ କହିଲେ, ବାଇ ଚଢ଼େଇ, ମୋତେ କ୍ଷମା କର। ତୁମେ ଯେତେବେଳେ ସାହାଯ୍ୟ ମାଗିଥିଲ ମୁଁ ଦେଇନଥିଲି, କିନ୍ତୁ ତୁମେ ଆଜି ମୋ ଜୀବନ ବଞ୍ଚାଇଲ। ମୁଁ ବହୁତ ଭୁଲ କରିଛି। ବାଇ ଚଢ଼େଇ ହସି କହିଲା, କିଛି ନୁହେଁ, ଅନ୍ୟକୁ ସାହାଯ୍ୟ କରିବା ଆମର କର୍ତ୍ତବ୍ୟ। ସେହି ଦିନଠାରୁ ପିମ୍ପୁଡ଼ି ମାମୁଁ ଆଉ କେବେ ଗର୍ବ କରିନଥିଲେ। ସେ ଆଉ ଅଧିକ ଦୟାଳୁ ହୋଇଗଲେ ଓ ସମସ୍ତଙ୍କୁ ସାହାଯ୍ୟ କରୁଥିଲେ। ଏହି ଗପଟିରୁ ଆମମାନଙ୍କୁ ଏହି ଶିକ୍ଷା ମିଳୁଛି ଯେ ଯେଉଁମାନେ ଅନ୍ୟକୁ ସାହାଯ୍ୟ କରନ୍ତି ସେମାନେ ସତ୍ୟରେ ମହାନ। ଭୁଲ କରିଲେ ସେଥିରୁ ଶିଖିବା ଉଚିତ। ଧନ୍ୟବାଦ।